ରାସଗୋବିନ୍ଦପୁର ପୋଲିସ ପୁଣି ଧରିଲା ଆଉ ଏକ ଚୋରା ବାଲି ଟ୍ରାକ୍ଟର। ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେବା ପରେ ବିଭିନ୍ନ ଜିଲ୍ଲାରେ ଚଢ଼ଉ ଜୋରଦାର କରାଯାଇଛି। ତେବେ ଗତକାଲି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦାରୁ ଦୁଇଟି ଚୋରା ବାଲି ଟ୍ରାକ୍ଟର ଜବତ କରାଯାଇଛି। ସୂଚନାଯୋଗ୍ୟ, ଆଜି ସକାଳେ ପୁଣି ଏକ ବେଆଇନ ଭାବେ ଚୋରା ବାଲି ଟ୍ରାକ୍ଟର ବଡ଼ାମପୁରରୁ ବାଘୁଆଶୁଳ ରାସ୍ତା ଦେଇ ଯାଉଥିବା ଖବର ପାଇ ରାସଗୋବିନ୍ଦପୁର ଆଇଆଇସି ପଦ୍ମଲୋଚନ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ ପରେ ପୋଲିସର ଏକ ଟିମ୍ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ବାଲିଗାଡ଼ି ଜବତ କରାଯାଇଛି। ଡ୍ରାଇଭର ଖସିଯିବାକୁ ଚେଷ୍ଟା କରୁଥିଲା ବେଳେ ଏନେଇ ଏସ୍ଆଇ ମିନତୀ ମହାକୁଡ଼ଙ୍କ ସହିତ ଅନ୍ୟ କର୍ମଚାରୀ ଡ୍ରାଇଭରକୁ ଧରି ଥାନାକୁ ଆଣିଥିବା ଜଣାପଡ଼ିଛି। ତେବେ ବିଶେଷ ଭାବେ ବଡ଼ାମପୁର ନଦୀଘାଟରୁ ବିଳମ୍ବିତ ରାତିରେ ସ୍ଥାନୀୟ କିଛି ଲୋକଙ୍କୁ ରାସ୍ତାଘାଟରେ ଜଗାଇ ପ୍ରତ୍ୟେକ ଦିନ ବେଧଡ଼କ ବାଲି ଚୋରି ହେଉଥିବା ଖୋଲାଖୋଲି ଆଲୋଚନାରୁ ଜଣାପଡ଼ିଛି। ଅଟକ ଡ୍ରାଇଭର ଜଣକ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ପତ୍ରଝଡ଼ା ଗ୍ରାମର କାଦୁମ ମାଝୀଙ୍କ ପୁଅ ଦୁର୍ଗା ମାଝୀ ବୋଲି ଜଣାପଡ଼ିଛି। ରାସଗୋବିନ୍ଦପୁର ପୋଲିସର ଲଗାତାର ସଫଳତା ପରେ ସ୍ଥାନୀୟ ଲୋକେ ତଥା ବୁଦ୍ଧିଜୀବୀମାନେ ପୋଲିସକୁ ପ୍ରଶଂସା କରୁଥିବା ବେଳେ କକୁଆ ଭୟ ଢୁକି ଯାଇଛି ବାଲି ଏବଂ ମୁରୁ ମାଫିଆଙ୍କ ଭିତରେ। ଅପରପକ୍ଷରେ ଉକ୍ତ ଥାନା ଅନ୍ତର୍ଗତ ନଳଗଜା ପଞ୍ଚାୟତର ବିଭିନ୍ନ ଜାଗାରୁ ପ୍ରତିଦିନ ରାତିରେ ସୁଯୋଗ ଦେଖି ଦିନରେ ମୋରମ ଓ ମାଟି ତାଡ଼ି ବଡ଼ ବଡ଼ ଡମ୍ପର ସାହାଯ୍ୟରେ କଲେଜ ପଛ କେନାଲ ରାସ୍ତା ହୋଇ ଇଟାହାରୀ ଗ୍ରାମ ପାଖ ଦେଇ ବାଙ୍କମଣ ପାଖରେ ବାହାରି ବାଲେଶ୍ୱରକୁ ବେଧଡ଼କ ଚାଲାଣ ହେଉଥିବା ଜଣାପଡ଼ିଛି। ଏହା ଉପରେ ପୋଲିସ ନଜର ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଥିବାର ଲକ୍ଷ୍ୟ କରାଯାଇଛି।